ଆଗକୁ ଆସୁଛି ନୂଆ ବର୍ଷ କିମ୍ବା ଆପଣଙ୍କର ଜନ୍ମଦିନ ହଉ କିମ୍ବା ବିବାହ ବାର୍ଷିକୀ ହଉ, ଯେକୌଣସି ଖୁସିର ମୁହୂର୍ତ୍ତକୁ ଯଦି ସେଲିବ୍ରେସନ୍ କରିବାକୁ ଚାହୁଁଛନ୍ତି ତ ବଜାରରୁ କେକ୍ ନ ଆଣି ଘରେ ଏମିତି କେକ୍ ବନାନ୍ତୁ। ବହୁତ ହେଲ୍ଦି କେକ୍, ଆଉ ଦେଖିପାରୁଥିବେ ଦେଖିବାକୁ ଯେତେ ସୁନ୍ଦର ଆଉ ଖାଇବା ପାଇଁ ବି ବହୁତ ହି ଟେଷ୍ଟି ବନିଥିଲା। ତ ବନେଇବା ଆଜି ଅଟାର କେକ୍, ଯୋଉଟାକି ଆପଣ ଜାଣି ହିଁ ପାରିବେନି କେକ୍ଟା ଅଟାରେ ବନେଇଛି। ତ ନମସ୍କାର, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଫର ଓଡ଼ିଶାକୁ। ତ ଏ କେକ୍ ବନେଇବା ପାଇଁ ରେସିପିଟା ପୁରା ଦେଖନ୍ତୁ। ତ ଏଠି 1 କପ୍ ନେଇଛି ଗରମ କ୍ଷୀର, ଟିକେ ଫୁଲ୍ ଫ୍ୟାଟ୍ ମିଲ୍କ ନେବେ, ଯେଉଁଥିରେ କି କେକ୍ଟା ବହୁତ ହି ବଢ଼ିଆ ହେବ। ତ 1/4 ନେଇଛି ତେଲ। ମୁଁ ଏଠି 1 କପ୍ ଚିନିକି ଗ୍ରାଇଣ୍ଡ କରିକି ନେଇଛି। ତ ଯେହେତୁ ଗରମ କ୍ଷୀର ଆମେ ୟୁଜ୍ କରୁଛେ, ଚିନିଟା ଜଲ୍ଦି ହିଁ ମେଲ୍ଟ ହେଇଯିବ। ଚିନି, କ୍ଷୀର ଆଉ ଯେଉଁ ଆମେ ତେଲ ପକେଇଛେ ସବୁକୁ ଭଲସେ ଗୋଳେଇ ନେବା। ଦେଖିପାରୁଥିବେ ସବୁକୁ ଭଲସେ ମିଶିଗଲାଣି। 1ରୁ 2 ମିନିଟ୍ ଭଲସେ ଫେଣ୍ଟି ନେବା। ତ ଆପଣ ଚାହିଁଲେ ଏଠାରେ ମେଲ୍ଟେଡ୍ ବଟର ବି ନେଇପାରିବେ। ତ ଏଠି ମୁଁ 2 କପ୍ ନେଇଛି ଅଟା। ଆପଣ ସୁଜି ମଇଦାରେ ତ କେକ୍ ବନେଇଥିବେ, ତ ହେଲ୍ଦି ଟି ବନେଇବା ପାଇଁ ଅଟାରେ ବନାନ୍ତୁ। ତ ଆପଣ ଏଇ କେକ୍ଟା ବନେଇଲା ପରେ ଆପଣ ଅଟାରେ ବନେଇକି ଏ କେକ୍ଟା ଖାଇଛନ୍ତି ଜଣା ହିଁ ପଡ଼ିବନି। ଏଠି ଅଳ୍ପ ଲୁଣ ଦେଇଛି, ଆଉ ଏଠି 10 ଟଙ୍କିଆ ଗୋଟେ ମିଲ୍କ ପାଉଡର ଦେଇଛି। କେକ୍ଟା ବହୁତ ହି ଟେଷ୍ଟି ବନିବ। ତ 2ରୁ 3 ଚାମଚ ହେବ ଚିନି। ଯେହେତୁ ଛଣାରେ ଅଧିକା ହେଇଗଲା, ମାନେ ଭଲସେ ଛାଣି ହେଇପାରିବନି, ଅଳ୍ପ ଅଳ୍ପ କରି ଭଲସେ ଆମେ ଛାଣି ନେବା। ଦେଖିପାରୁଥିବେ ମୁଁ ଅଳ୍ପ ଛାଣି ହେଲା ପରେ ଆଉ ଟିକେ ଅଳ୍ପ ଅଟା ଅଛି, ତା ଦେହରେ ଆମେ ଦେଇଦେବା କୋକୋଆ ପାଉଡର, ଯୋଉଟାକି ଆମେ ଚକୋଲେଟ୍ କେକ୍ ବନେଇବା। ତ ଭଲସେ ଛାଣି ନେବା ସବୁକୁ। ବହୁତ ହି କମ୍ ସମୟରେ ଆପଣ ଏଇ ଟେଷ୍ଟି ଚକୋଲେଟ୍ କେକ୍ ଘରେ ବନେଇକି ଖାଇପାରିବେ। ପକେଇଲା ପରେ ସବୁକୁ ଭଲସେ ଗୋଳେଇ ନେବା। ତ ଗୋଟିଏ ଡିରେକ୍ସନରେ ହିଁ ଆପଣ ଏଇ କେକ୍ ଯେତେବେଳେ ଫେଣ୍ଟୁଛନ୍ତି, ଗୋଟିଏ ଡିରେକ୍ସନରେ ହିଁ ଫେଣ୍ଟିବେ। ତ ଦେଖିପାରୁଥିବେ ବହୁତ ହି ବହଳିଆ ହେଇଛି। ତ ଏଠି ମୁଁ ଆଉ ଅଧ କପ୍ କ୍ଷୀର ନେଇଛି, ଆଉ ଦେଖିପାରୁଥିବେ କେତେ ବହଳିଆ କ୍ଷୀର ହେଇଛି। ତ କେକ୍ଟା ଟେଷ୍ଟ ଲାଗିବ। ତ ଏକାଥରେ କ୍ଷୀର ନ ପକେଇ ଅଳ୍ପ ଅଳ୍ପ କ୍ଷୀର ପକେଇ ଗୋଟିଏ ଡିରେକ୍ସନରେ ହିଁ ଫେଣ୍ଟନ୍ତୁ। ଆଉ ଅଟାର କ୍ୱାଲିଟି ଉପରେ ଡିପେଣ୍ଡ କରୁଛି କେତେ କ୍ଷୀର ଆମେ ମିଶେଇବା। ତ ଆଜିର এই କେକ୍ ରେସିପିଟା ଯଦି ଭଲ ଲାଗୁଛି ତ ଭିଡ଼ିଓକୁ ନିଶ୍ଚିନ୍ତ ଗୋଟେ ଲାଇକ୍ କରିନେବେ। ତ ଟିକେ ବେଶୀ ବହଳିଆ ଲାଗିଲା, ଆଉ ଅଳ୍ପ ଏଠି କ୍ଷୀର ଦେଇଛି, କିନ୍ତୁ ଆପଣ ଏମିତି ଅଳ୍ପ ଅଳ୍ପ କ୍ଷୀର ଦେଇକି ଭଲସେ ଫେଣ୍ଟି ନେବେ। ଯଦି ଆଜିର ଭିଡ଼ିଓ ଭଲ ଲାଗୁଛି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ଆଉ ଫ୍ୟାମିଲି ଫ୍ରେଣ୍ଡ ସହିତ ଭିଡ଼ିଓଟିକୁ ନିଶ୍ଚିନ୍ତ ସେୟାର କରିନେବେ। ଏଠି 10 ମିନିଟ୍ ଆମେ ରେଷ୍ଟରେ ରଖିନେବା, ଅଟାଟା ଭଲସେ ଯେମିତି ଫୁଲିଯିବ। ତ କେକ୍ର ବ୍ୟାଟରକୁ ସାଇଡ଼ରେ ରଖିବା। ଏଇଠି ନେଇଛି ମୁଁ 7ରୁ 8ଟା ଆଲମଣ୍ଡକୁ ପୁରା ଲମ୍ବା ଲମ୍ବା କାଟି ନେଇଛି। ଏଠି ଗୋଟେ ନେଇଛି ଚକୋଲେଟ୍, ଯୋଉଟାକି ମୁଁ ଫ୍ରିଜରେ ରଖି ନେଇଥିଲି। ତାକୁ ଛୋଟ ଛୋଟ ପିସ୍ କରିକି କାଟି ନେବା। ତ ଆପଣ ଥରେ ବନାନ୍ତୁ, ବଜାର କେକ୍ ବି ବହୁତ ହି ଟେଷ୍ଟି ବନଉଛି ଏ କେକ୍। ମୁଁ ସବୁ ଚକୋଲେଟ୍କୁ ଏମିତି ଛୋଟ ଛୋଟ କରି କାଟି ନେଇଛି। ଆପଣଙ୍କୁ ଯେକୌଣସି ଡ୍ରାଇ ଫ୍ରୁଟ୍ସ ପସନ୍ଦ ଅଛି ତାହା ବି ଆପଣ ନେଇପାରିବେ। ତ ଏଠି 10 ମିନିଟ୍ ପରେ ଦେଖିପାରୁଥିବେ କେତେ ବହଳିଆ ହେଇଯାଇଛି। ତ ସବୁକୁ ଭଲସେ ଗୋଳେଇ ନେବା। ଏଠି ଗୋଟେ ଛୋଟ ଚାମଚରେ 1 ଚାମଚ ଦେଇଛି ବେକିଂ ପାଉଡର, ତାର ଅଧା ଦେଇଛି ବେକିଂ ସୋଡ଼ା। ଆପଣ ଇନୋ ବି ୟୁଜ୍ କରିପାରିବେ। ତ ଏଠି ଦେଇଦେଇଛି ଗୋଟେ ଛୋଟ ଚାମଚ ଭିନେଗାର। ତ କେକ୍ଟା ବହୁତ ହି ସ୍ପଞ୍ଜି ବନିବ। ଏଠି ଭ୍ୟାନିଲା ଏସେନ୍ସ ଦେଇଛି ଅଧ ଚାମଚ। ଆଉ ଏଠି ଆଉ ବଳକା ଯେଉଁ କ୍ଷୀର ଥିଲା ଏଠି ମୁଁ ପକେଇ ନେଇଛି। ଆମେ ଚକୋଲେଟ୍କୁ ଛୋଟ ଛୋଟ କାଟିକି ରଖିଥିଲେ, ଏଠି ମୁଁ ତାର ଅଧା ଏଠି ମୁଁ ପକେଇକି ଭଲସେ ଗୋଳେଇ ନେବା। ତ ଗୋଟିଏ ହିଁ ଡିରେକ୍ସନରେ ଆପଣ ଯେଉଁ କେକ୍ର ବ୍ୟାଟରଟାକୁ ଗୋଳେଇବେ। ଆଉ ଯାହା ବଳକା କ୍ଷୀର ଥିଲା ସବୁକୁ ଏଠି ମୁଁ ପକେଇ ନେଇଛି। ଯେଉଁ ଅଧ କପ୍ କ୍ଷୀର ସବୁ ଏଥିରେ ଲାଗିଗଲା। ତ ଏଇ ମାନେ ବହଳିଆଟା ଏମିତି ରଖିବେ, ଯେଉଁଟାକି ଅତି ପତଳା ନାହିଁ କି ଅତି ବହଳିଆ ନାହିଁ। ଅତି ପତଳା ହେଲେ କେକ୍ଟା ଭଲସେ ଫୁଲିବନି,
ବେଶୀ ମୋଟା ହେଇଗଲେ ବି କେକ୍ଟା ଭଲ ଲାଗିବନି। ମୁଁ ଏଠି ଗୋଟେ କେକ୍ ଟିନ୍ ନେଇଛି, ଯାହାଥିରେ କି ପେପର ରଖି ମୁଁ ଏଠି ତେଲ ଗ୍ରୀସ୍ କରିନେଇଛି। ସବୁ କେକ୍ର ବ୍ୟାଟରକୁ ଏଠି ପକେଇ ନେବା। ତ ରେସିପିଟା ଘରେ ବନାନ୍ତୁ। ବନେଇଲା ପରେ ଆପଣଙ୍କୁ କେମିତି ଲାଗିଲା ରେସିପିଟା ନିଶ୍ଚିନ୍ତ କମେଣ୍ଟ କରି କହିବେ। 2-3 ଥର ଟ୍ୟାପ୍ କରିନେବା। ଆଲମଣ୍ଡ କାଟିକି ରଖିଥିଲେ ଏଠି ପକେଇ ନେବା। ଆପଣଙ୍କୁ ଯୋଉ ଡ୍ରାଏ ଫ୍ରୁଟ୍ସ ପସନ୍ଦ ଆପଣ ଉପରେ ପକେଇ ପାରିବେ। ଆଉ ଯୋଉ ବଳକା ଚକୋଲେଟ୍ ଆମେ ଅଧା ପକେଇଥିଲେ ଆଉ ଅଧା ରଖିଥିଲେ ତାକୁ ବି ଉପରେ ଦେଇଦେବା। କେକ୍ଟା ଥରେ ବନେଇଲା ପରେ ଘର ଲୋକଙ୍କର ଡିମାଣ୍ଡ ହେବ ପୁଣି ଥରେ ବନେଇବାକୁ। ତ ଏଠି ମୁଁ ଗୋଟେ କରେଇ ନେଇଛି। କରେଇରେ ୟୁଜ୍ କରିଥିବା ଲୁଣକୁ ମୁଁ ଏଠି ତଳେ ପକେଇ ନେଇକି 10 ମିନିଟ୍ ଏଠି ପ୍ରିହିଟ୍ କରିନେଇଥିଲି। ତାପରେ କେକ୍କୁ ରଖିଦେଇ ମୁଁ ତା ଉପରେ ଗୋଟେ ଭଲସେ ଗୋଟେ ଢାଙ୍କଣା ଦେଇଦେବା, ତାତିଛି ଯେହେତୁ। ତ ଏଠି ମୁଁ 40ରୁ 50 ମିନିଟ୍ ଲାଗିଥିଲା। ପ୍ରଥମେ 5 ମିନିଟ୍ ମୁଁ ଏଠି ରଖିଥିଲି ମିଡ଼ିୟମ୍ ହିଟ୍ରେ, ତାପରେ ଲୋ ଫ୍ଲେମ୍ କରିକି ପ୍ରାୟ 40ରୁ 50 ମିନିଟ୍ ସମୟ ଲାଗିଥିଲା। ଏଠି ଚେକ୍ କରିନେଉଛି, ଦେଖିପାରୁଥିବେ ଟୁଥପିକ୍ଟା କ୍ଲିନ୍ ଆସୁଛି। ତାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଥଣ୍ଡା ହେଲା ପରେ ମୁଁ ଆପଣମାନଙ୍କୁ ଦେଖାଉଛି କେକ୍ଟା କେତେ ସୁନ୍ଦର ହେଇଛି। ଆଉ ସାଇଡ଼୍ରୁ ଡିମୋଲ୍ଡ ବି କରିବାକୁ ପଡ଼ିବନି, ଏତେ ସାଇଡ଼୍ ବି ଛାଡ଼ି ଯାଇଛି, ହେଲେ ବି ଟିକେ ଟିକେ ଛଡ଼େଇ ନେବା। ତ ଗୋଟେ ପ୍ଲେଟ୍ ନେଇକି ଆମେ କେକ୍ଟାକୁ ବାହାର କରିନେବା। ଦେଖନ୍ତୁ କିଛି ପରିଶ୍ରମ ବି କରିବାକୁ ପଡ଼ିଲାନି। ବହୁତ ହି ଟେଷ୍ଟି କେକ୍ ବନୁଛି। ସହଜରେ ବି ଆପଣ ଏ କେକ୍ ଘରେ ବନେଇ ପାରିବେ। ବଜାରରୁ ଦାମୀ କେକ୍ଠୁ ତ ବହୁତ ଗୁଣରେ ଏ କେକ୍ ଭଲ। ତ ପେପରକୁ ବାହାର କରିନେବା। ମତେ ଲାଗୁଛି ଧରିଲେ ଭାଙ୍ଗିଯିବ, ଏତେ ନରମ ବନେଇଥିଲା। ଆପଣଙ୍କୁ ପାଖରୁ ଦେଖାଉଛି, ଦେଖନ୍ତୁ କେତେ ସ୍ପଞ୍ଜି ବନେଇଛି। ତ କେକ୍କୁ କାଟି ନେବା। ବହୁତ ହି ନରମ ବନୁଛି। ଆଉ ଯୋଉ ଆମେ ଚକୋଲେଟ୍ ଖଣ୍ଡ ପକେଇଥିଲେ ଦେଖନ୍ତୁ ଭିତରୁ କେତେ ସୁନ୍ଦର ଏଟା ପୁରା ମେଲ୍ଟ ହେଇକି ବହୁତ ହି ଟେଷ୍ଟି ବନେଇଥିଲା। ତ ସବୁ କେକ୍କୁ ଏମିତି କାଟି ନେବା। ତ ଦେଖନ୍ତୁ ସବୁ କେକ୍କୁ ମୁଁ ଏଠି କାଟି ନେଇଛି। ଆଉ କେତେ ସୁନ୍ଦର ଦିଶୁଛି କେକ୍ ବି। ଆଉ ସବୁ କେକ୍ରେ ଯୋଉ ଚକୋଲେଟ୍ ଆମେ ପିସ୍ ରଖିଥିଲେ ଭିତରୁ ଦେଖିପାରୁଥିବେ କେମିତି ହେଇଛି। ତ ରେସିପିଟା ବନାନ୍ତୁ। ଆପଣଙ୍କର ଫିଡବ୍ୟାକ୍ ନିଶ୍ଚିନ୍ତ ସେୟାର କରନ୍ତୁ। ଆଉ ଫେସବୁକ୍ ପେଜରେ ଦେଖିଥିଲେ ଫେସବୁକ୍ ପେଜକୁ ନିଶ୍ଚିନ୍ତ ଫଲୋ କରିନେବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ।